ଆଜିର ରେସିପିଟି ଖାସ୍ କରିକି ଚିକେନ୍ ଲଭରଙ୍କ ପାଇଁ। ଆଗରୁ ତ ଆପଣମାନେ ଚିକେନ୍ ପତ୍ର ପୋଡ଼ା ଢେର ଟାଇପ୍‌ର ଖାଇଥିବେ ଯେମିତି ଶାଳ ପତ୍ରରେ ହଉ କିମ୍ବା ବାମ୍ବୋ ଚିକେନ୍ ହଉ। କିନ୍ତୁ ଆଜି ମୁଁ ଏମିତି ଗୋଟେ ରେସିପି ନେଇକି ଚାଲି ଆସିଛି ଯୋଉଟାକି ଥରେ ବନେଇଲେ ବାରମ୍ବାର ବନେଇକି ଇଚ୍ଛା ହବ ଖାଇବା ପାଇଁ। ମାନେ ମୁଁ ଆଜି ବନେଇଛି ବନ୍ଧାକୋବିରେ ଚିକେନ୍ ପତ୍ର ପୋଡ଼ା। ଯୋଉଥିରେ କି ଏତେ ଟେଷ୍ଟି ଲାଗିଥାଏ ଗୋଟିଏ ବାଇଟ୍ ନେଲେ ମନ ସହ ଆତ୍ମା ମଧ୍ୟ ପୁରା ପୁରି ଉଠିଥାଏ। ସେଥିପାଇଁ ଭିଡ଼ିଓକୁ ସ୍କିପ୍ ନ କରି ଶେଷ ପର୍ଯ୍ୟନ୍ତ ନିହାତି ଦେଖନ୍ତୁ। ନମସ୍କାର, ମୁଁ ପ୍ରଜ୍ଞା ଆପଣମାନଙ୍କୁ ସ୍ୱାଗତ କରୁଛି ପ୍ରଜ୍ଞା ହୋମ୍ କିଚେନକୁ। ଏଇ ନୂଆ ବର୍ଷର ପ୍ରଥମ ରେସିପିରେ ଆପଣମାନଙ୍କୁ ଢେର ସାରା ସ୍ୱାଗତ। ଆଜି ମୁଁ ଏଇ ନୂଆ ବର୍ଷର ପ୍ରଥମ ରେସିପି ଯୋଉଟାକି ସେୟାର କରିବାକୁ ଯାଉଛି ଗୋଟେ ୟୁନିକ୍ ଟାଇପ୍‌ର ରେସିପି ବନ୍ଧାକୋବି ଚିକେନ୍ ପତ୍ର ପୋଡ଼ା। ଆଉ ତା ଟେଷ୍ଟ ଏତେ ସୁନ୍ଦର ଲାଗିଥାଏ ଯେ ଆପଣମାନେ ଥରେ ଥରେ ଘରେ ବନେଇକି ନ ଖାଇଲେ ଆପଣମାନେ ନିଜେ ବିଶ୍ୱାସ ହିଁ କରିପାରିବେନି ଯେ ରେସିପିଟି ଏତେ ସୁନ୍ଦର ଲାଗିଥାଏ ଆଉ ଏତେ ଟେଷ୍ଟି ମଧ୍ୟ ଲାଗିଥାଏ। ତ ଏଇଠି ମୁଁ କିଛି ଚିକେନ୍ ନେଇ ଆସିଛି, ତା ସହିତ ମୁଁ ଏଇଠି କିଛି ନେଇଛି ଦେଖିପାରିବେ ବୋନଲେସ୍ ଚିକେନ୍। ସେ ସବୁକୁ ମୁଁ ସାଇଡ଼ରେ ରଖି ନେଇଛି। ତା ସହିତ ମୁଁ ଏଇଠି ଗୋଟେ ମସଲା ମଧ୍ୟ ରେଡ଼ି କରିଛି ସେ ପତ୍ରପୋଡ଼ା ବନେଇବା ପାଇଁ। ଏଇଠି ମୁଁ କିଛି ପିଆଜ ନେଇଛି, ରସୁଣ, ଅଦା, ତା ସହିତ ଆପଣମାନେ ଯେତିକି ଲଙ୍କା ଖାଇବା ପାଇଁ ପସନ୍ଦ କରନ୍ତି ସେଇ ଅନୁସାରେ କଡ଼ା ଏଇଠି ୟୁଜ୍ କରିପାରିବେ। ତା ସହିତ ଏଇଠି କିଛି ଧଣିଆ ପତ୍ର ମଧ୍ୟ ମୁଁ ନେଇଛି। ଆଉ ଏଇଠି ଗୋଟେ ଚପର୍ ନେଇଛି। ପ୍ରଥମେ ସେ ପିଆଜକୁ ମୁଁ ଏଇଠି ଚପ୍ କରି ନେବି। ପତ୍ର ପୋଡ଼ା ତ ଆଗରୁ ଆପଣମାନେ ବହୁତ ଟାଇପ୍‌ର ଖାଇଥିବେ ଯେମିତି ଚିକେନ୍ ପତ୍ର ପୋଡ଼ା ହଉ କିମ୍ବା ମାଛ ପତ୍ର ପୋଡ଼ା ହଉ। ଆଉ ଏଇଟା ଗୋଟେ ସବୁଠୁ ୟୁନିକ୍ ଟାଇପ୍‌ର ପତ୍ର ପୋଡ଼ା ଯୋଉଟାକି ବନ୍ଧାକୋବିରେ ଆମେ ପତ୍ର ପୋଡ଼ାଟି ବନେଇବା। ଆଉ ଆପଣମାନେ ଆଗରୁ ତ ଶାଳ ପତ୍ରରେ ମାନେ ପତ୍ର ପୋଡ଼ା ଖାଇଥିବେ, ତା ସହିତ କଦଳୀ ପତ୍ରରେ ମଧ୍ୟ ପତ୍ର ପୋଡ଼ା ଖାଇଥିବେ। ସବୁଠୁ ଏଇ ରେସିପିଟା ଏତେ ଟେଷ୍ଟି ଲାଗିଥାଏ ଆଉ ଏଇଟା ହଉଛି ଜିରୋ ୱେଷ୍ଟ, ମାନେ କିଛି ବି ୱେଷ୍ଟ ହେବନି। ଆପଣମାନେ ଯଦି ଶାଳ ପତ୍ରରେ ବନାଉଛନ୍ତି ପତ୍ର ପୋଡ଼ାଟି, ସେ ଶାଳ ପତ୍ରଟିକୁ ଆପଣମାନେ ଫୋପାଡ଼ି ଦେଉଛନ୍ତି କିମ୍ବା କଦଳୀ ପତ୍ରରେ ବନେଇଲେ କଦଳୀ ପତ୍ରରେ ଯେଉଁ ଆମେ ତେଲ ଦେଇକି ବନାଉଛନ୍ତି ସେଇଟା ନଷ୍ଟ ହେଇଥାଏ। କିନ୍ତୁ ଥରେ ଥରେ ଏମିତି ବନ୍ଧାକୋବି ଦେଇକି ଚିକେନ୍ ପତ୍ର ପୋଡ଼ା ବନେଇକି ଦେଖନ୍ତୁ, କିଛି ବି ନଷ୍ଟ ହେବନି। ପୁରା ଏତେ ଟେଷ୍ଟି ଲାଗିଥାଏ ଯେ ଥରେ ଥରେ ବନେଇକି ଖାଇଲେ ବାରମ୍ବାର ବନେଇକି ଖାଇବେ। ଏଠି ପିଆଜକୁ ଚପ୍ କରି ନେବା ପରେ ସେ ସବୁ ଯେଉଁ ରହିଲା ଆମର ଅଦା, ରସୁଣ ଆଉ ଧଣିଆ ପତ୍ରକୁ ମୁଁ ଏଇଠି ଅଳ୍ପ ଅଳ୍ପ ଛେଚିକି ସାଇଡ଼ରେ ରଖି ନେଇଛି। ତା ସହିତ ଏଇଠି ଦେଖିପାରୁଥିବେ ମୁଁ ଗୋଟେ ବନ୍ଧାକୋବି ନେଇଛି। ଆଉ ବନ୍ଧାକୋବିକୁ ଏଇଠିକି ମୁଁ କାଟିକି ତା ପାଖୁଡ଼ା ଗୁଡ଼ାକ ଅଲଗା କରିଦେଉଛି। ଆଉ ଚେଷ୍ଟା କରିବେ ଯେମିତି ସେ ପତ୍ରଟିକୁ ଜମା ବି ଫଟେଇବେନି। ପତ୍ରଟି ଯେତେ ଭଲ ଭାବରେ ରହିବ ଆମର ଏ ରେସିପିଟି ବନେଇବା ପାଇଁ ସେତିକି ସୁବିଧା ହେଇଥାଏ। ତାପରେ ଗୋଟେ କଡ଼େଇରେ ମୁଁ ଏଇଠି କିଛି ପାଣି ଦେଇଥିଲି। ପାଣି ଆମର ଏଇଠି ପୁରା ଭଲ ଭାବରେ ଗରମ ହେଇଯାଇଛି। ତାପରେ ମୁଁ ସେ ବନ୍ଧାକୋବି ପତ୍ରକୁ ଏଇଠି ଆଡ଼୍ କରି ନେଇଛି। ଆଡ଼୍ କରି ନେବା ଦ୍ୱାରା ଆମର ପତ୍ରଟି ଭଲ ଭାବରେ ସଫ୍ଟ ହେଇଯାଏ ଆଉ ରେସିପି ବନେଇବାରେ ଆମକୁ ସୁବିଧା ହୁଏ। ଭିଡ଼ିଓଟିକୁ ପୁରା ଫୁଲ୍ ଦେଖନ୍ତୁ। ଯଦି ମୋ ଭିଡ଼ିଓ ଆପଣମାନଙ୍କୁ ପସନ୍ଦ ଆସୁଥାଏ ତ ପ୍ଲିଜ୍ ଲାଇକ୍, କମେଣ୍ଟ, ସେୟାର ଆଉ ସବସ୍କ୍ରାଇବ୍ ନିହାତି କରନ୍ତୁ। ଯଦି ମୋ ଭିଡ଼ିଓରେ ନୂଆ ଆସିଛନ୍ତି ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ ମଧ୍ୟ ନିହାତି କରନ୍ତୁ, ଯାହାଫଳରେ କି ମୁଁ ଯାହା ବି ରେସିପି ସେୟାର କରିଛି ଆପଣମାନଙ୍କ ପାଖକୁ ପ୍ରଥମେ ନୋଟିଫିକେସନ୍ ଯିବ। ଏଇଠି ଦେଖିପାରୁଥିବେ ପତ୍ର ଆମର ପୁରା ଭଲ ଭାବରେ ଏଇଠି ସିଝି ଆସିଛି ଆଉ ପୁରା ସଫ୍ଟ ହେଇଯାଇଛି। ଏବେ ମୁଁ ସେ ପତ୍ରକୁ କାଢ଼ି ନେବି, ଗୋଟେ ଜାଲି ପତ୍ରରେ ରଖିନେବି, ଯାହାଫଳରେ କି ସେ ପତ୍ରରେ ଯଦି କିଛି ଏକ୍ସଟ୍ରା ପାଣି ଥିବ ସେ ଏକ୍ସଟ୍ରା ପାଣି ବାହାରି ଆସିବ। ଆଉ ଏଇପରି ଭାବେ ମୁଁ ସେ ସବୁ ପତ୍ରକୁ ବନେଇକି ରେଡ଼ି କରି ନେଇଛି ଆଉ ତାର ଏକ୍ସଟ୍ରା ପାଣିଟିକୁ ମୁଁ ବାହାର କରି ନେଇଛି। ଏଇଠି ମୁଁ ଯେଉଁ ଚିକେନ୍ ନେଇଥିଲି ସେ ଚିକେନ୍‌କୁ ମଧ୍ୟ ଏମିତି ଚପରରେ ଦେଇକି ଚପ୍ କରି ନେଇଛି। ଆଉ ଏଇଠି ଆପଣମାନେ ଦେଖିପାରୁଥିବେ ଯେହେତୁ ମୁଁ କହିଥିଲି ଏଇଠି ବୋନଲେସ୍ ଚିକେନ୍ ନେଇଛି। ଏଇଠି ମୁଁ ସେ ଚିକେନ୍ ଗୁଡ଼ା ପୁରା କିମା ଯେମିତି କରନ୍ତି ସେମିତି ସାଇଜ୍‌ର ହେଇଯାଇଛି। ଏବେ ମୁଁ ତାକୁ ଗୋଟେ ପ୍ଲେଟ୍‌କୁ କାଢ଼ି ନେବି। ଆଉ ସେଥିରେ ମୁଁ ସେ ସବୁ ମସଲାକୁ ଆଡ଼୍ କରି ନେବି। ଆଉ ଏଇଠି ପ୍ରଥମେ ମୁଁ ଯେଉଁ ଚପ୍ କରିକି ରଖିଥିବା ପିଆଜକୁ ଆଡ଼୍ କରି ନେଇଛି। ମୁଁ ଏଇଠି ଛୋଟ ଛୋଟ ପିଆଜ 3ରୁ 4ଟି ଦେଇଥିଲି। ପିଆଜର ପରିମାଣ ଟିକେ ଅଧିକ ରଖିଥିଲି। ତାପରେ ଅଦା, ରସୁଣ ଆଉ କଞ୍ଚା ଲଙ୍କାକୁ ଛେଚିକି ଏଇଠି ଆଡ଼୍ କରିଥିଲି। ତାପରେ କିଛି ଚୁନା ଚୁନା ଧଣିଆ ପତ୍ର, ତା ସହିତ କିଛି ଗୁଣ୍ଡ ମସଲା ଯେମିତି ଲୁଣ ଦେଇଥିଲି, କାଶ୍ମୀରୀ ରେଡ୍ ଚିଲି ପାଉଡ଼ର, କିଛି ହଳଦୀ ଗୁଣ୍ଡ, ଧଣିଆ ଗୁଣ୍ଡ, ତା ସହିତ ଜିରା ଗୁଣ୍ଡ ମଧ୍ୟ ଏଇଠି ଆଡ଼୍ କରିଛି। ତା ସହିତ କିଛି ଗରମ ମସଲା ମଧ୍ୟ ମୁଁ ଏଇଠି ଆଡ଼୍ କରିଛି। ତା ସହିତ ଛୋଟ ଛୋଟ ଚୁନା ଚୁନା କରିକି କାଟିକି ରହିଥିବା ଟମାଟୋକୁ ଏଇଠି ଆଡ଼୍ କରି ନେଇଛି। ତା ସହିତ ଏଇଠି କିଛି ସୋରିଷ ତେଲ ମୁଁ ଆଡ଼୍ କରିଥିଲି। ଏଇଠି ଟିକେ ଅଧିକ ପରିମାଣରେ ମୁଁ ତେଲ ଆଡ଼୍ କରି ନେଇଛି। ତା ସହିତ ସେ ସବୁକୁ ଭଲ ଭାବରେ ମିଶାଇ ନେଇଛି। ଏଇ ରେସିପିରେ ସବୁଠୁ ମେନ୍ ପାର୍ଟ ହେଉଛି କିପରି ଭାବେ ଆମେ ସେ ମସଲାଟିକୁ ମିଶାଉଛନ୍ତି। ଆଉ ତାର ମିଶାଇବା ପରେ ଯେଉଁ ବାସ୍ନାଟି ଦେଇଥାଏ ବହୁତ ସୁନ୍ଦର ଲାଗିଥାଏ ସେ ବାସ୍ନାଟି। ଆଉ ଏଇଠି ମୁଁ ସବୁ କିଛି ମିଶାଇ ନେଇଛି।
ତା ସହିତ ମୁଁ ଆପଣମାନଙ୍କୁ ଦେଖେଇ ଦେଉଛି ବନ୍ଧାକୋବି ପତ୍ରରେ ଆମେ ପତ୍ରପୋଡ଼ା କିପରି ଭାବେ କରିବା। ବନ୍ଧାକୋବିର ଯେଉଁ ଟାଣୁଆ ଥାଏ ତା ନାଡ଼ିଟି ସେଇଟାକୁ ମୁଁ କାଟି ନେଇଛି। ସେଇଟା ସିଝେଇ ଦେଇ ସାରିଲା ପରେ ପତ୍ରଟିକୁ ଆମେ ତ ସଫ୍ଟ ବନେଇ ନେଇଥିଲେ, ସେଇଟା କାଟିବା ପାଇଁ ବହୁତ ସୁବିଧା ମଧ୍ୟ ହେଇଥାଏ। ଏଠି ମୁଁ ଯେମିତି ଦେଉଛି ମାନେ 1ରୁ 2 ଚାମଚ ଏଠି ମୁଁ ଆଡ଼୍ କରିଛି ଆମର ସେ ଚିକେନକୁ ଦେବା ପରେ ମୁଁ ଏଇଠି ଦେଖିପାରୁଥିବେ ସେ ପତ୍ରଟିକୁ କିପରି ଭାବେ ଫୋଲ୍ଡ କରୁଛି। ଆପଣମାନେ ଦେଖିଲେ ନିହାତି ବୁଝିପାରିବେ, ସେଥିରେ କିଛି ସେମିତି ବୁଝେଇବାର ନାହିଁ। ସେ ଚିକେନକୁ ଏଠି ଦେଇଛି, ତା ସହିତ ଟିକେ କଞ୍ଚା ଲଙ୍କା ଦେଇଛି। ଆପଣମାନେ ଯେମିତି କହିଥିଲି ଯେତିକି କଡ଼ା ଖାଇବା ପାଇଁ ପସନ୍ଦ କରନ୍ତି ସେଇ ଅନୁସାରେ ଏଠି ଲଙ୍କା ଆଡ଼୍ କରନ୍ତୁ। ଏଇ ଷ୍ଟେପ୍ରେ ଯଦି ଲଙ୍କାଟିକୁ ଦେଇଥିବେ ନା ଭାତ ସାଙ୍ଗରେ ଖାଇବା ପାଇଁ ବହୁତ ଟେଷ୍ଟି ଲାଗିଥାଏ। ତା ସହିତ କିଛି ସୋରିଷ ତେଲ ଆଡ଼୍ କରିଥିଲା। ଯେମିତି ମୁଁ ଏଠି ପତ୍ରଟିକୁ ଫୋଲ୍ଡ କଲି ଏହିପରି ଭାବେ ମୁଁ ସେ ସବୁ ପତ୍ରକୁ ଫୋଲ୍ଡ କରି ନେଇଛି। ସବୁ କିଛି ଫୋଲ୍ଡ କରି ନେଇ ସାରିବା ପରେ ଗ୍ୟାସ୍ ଉପରେ ଗୋଟେ ପ୍ୟାନ୍କୁ ଗରମ କରି ନେଇଥିଲି। ପ୍ୟାନ୍ରେ କିଛି ସୋରିଷ ତେଲ ଆଡ଼୍ କରିଛି। ତେଲ ଆମର ଟିକେ ହାଲକା ଗରମ ହେଇଯିବା ପରେ ମୁଁ ଯେଉଁ ବନ୍ଧାକୋବି ପତ୍ରକୁ ଫୋଲ୍ଡ କରି ରଖିଥିଲି ଏଠି ଧୀରେ ଧୀରେ ସେ ସବୁକୁ ଦେଇଛି। ଆଉ ଏଇଠି ଆପଣମାନେ ଦେଖିପାରୁଥିବେ ମୁଁ କିପରି ଭାବେ ଦେଇଛି, ମାନେ ପଛପଟରେ ଯେଉଁ ପତ୍ରଟା ଥିଲା ଯେଉଁଟା ଅଧିକ ପରିମାଣରେ ପତ୍ର ଥାଏ ସେଇଟାକୁ ମୁଁ ତଳେ ରଖିଛି, ତା ଉପରେ ମୁଁ କଭର୍ ଘୋଡ଼େଇକି ଏଠି କିଛି ସମୟ ସେ ପତ୍ରକୁ ସିଝିବା ପାଇଁ ଛାଡ଼ି ଦେଇଛି। ଆଉ ଏଠି ମୁଁ ଗ୍ୟାସ୍ର ଫ୍ଲେମ୍ ଲୋ ହିଁ ରଖିଥିଲି। ଏଠି ପ୍ରଥମ ଥର ମୁଁ ଖୋଲିକି ଦେଖେଇ ଦେଉଛି, ଦେଖିପାରୁଥିବେ ଯେଉଁ ଆମର ଯେଉଁ ପତ୍ରଟା ତଳେ ଥିଲା ସେଇଟା ଟିକେ ଭାଜି ହେଇ ଆସିଲାଣି। ଏବେ ଏହିପରି ଭାବେ ସେ ସବୁକୁ ମୁଁ ଏପଟ ସେପଟ କରିକି ଓଲଟେଇ ଦେଇଛି। ଓଲଟେଇ ନେବା ପରେ ତାକୁ ମଧ୍ୟ କଭର୍ ଘୋଡ଼େଇକି ଆହୁରି କିଛି ସମୟ ମୁଁ ଏଠି ଭାଜି ନେଇଛି। ଏହିପରି ଭାବେ କଣ୍ଟିନ୍ୟୁଅସଲି 15ରୁ 20 ମିନିଟ୍ ଲାଗିଥିବ ଆମକୁ ଏ ପତ୍ରପୋଡ଼ା ବନେଇବା ପାଇଁ। ଆଉ ମୁଁ ମଝିରେ ମଝିରେ କିଛି ସମୟ ଖୋଲିକି ତାକୁ ଏପଟ ସେପଟ କରିକି ନଉଟେଇ ନେଉଥାଏ, ନହେଲେ ଆମର ପତ୍ରଟି ପୁରା ମାନେ ଉପର ଉପରୁ ପୁରା କଳା ହେଇଯିବ, ଭିତରଟା ଆମର ସିଝି ପାରିବନି। ସେଥିପାଇଁ ଗ୍ୟାସ୍ର ଫ୍ଲେମ୍ ଲୋ ହିଁ ରଖିକି 20ରୁ 25 ମିନିଟ୍ ଲାଗିଛି ଆମକୁ ସେ ଚିକେନ୍ ପତ୍ରପୋଡ଼ାଟି ବନିବା ପାଇଁ। ଆଉ ଏଇଠି ଦେଖିପାରୁଥିବେ ହାଲକା ହାଲକା ବନି ଆସିଲାଣି, ତାର ତେଲ ମଧ୍ୟ ଏଇଠି ଛାଡ଼ି ଦେଇ ସାରିଲାଣି। ଆଉ ପତ୍ରଟି ଆମର ପୁରା ସଫ୍ଟ ହେଇଗଲାଣି, ମାନେ ଚିକେନ୍ ପତ୍ରପୋଡ଼ା ବନିକି ଆମର ପୁରା ରେଡ଼ି ହେଇଗଲାଣି। ଯେଉଁ ପ୍ରୋସେସ୍ଟା ମୁଁ କରିଛି ମୁଁ କଭର୍ ଘୋଡ଼େଇକି ତାକୁ ମଝିରେ ମଝିରେ ଥରେ ଥରେ ଚେକ୍ କରୁଥାଏ, ପୁଣି କଭର୍ ଘୋଡ଼େଇକି ତାକୁ ସିଝିବା ପାଇଁ ଦେଇଥାଏ। ଯେମିତି କହିଲି ଟୋଟାଲି 20ରୁ 25 ମିନିଟ୍ ମୋତେ ଲାଗିଥିଲା ସେ ପତ୍ରପୋଡ଼ାଟି ବନେଇବା ପାଇଁ। ଏଇଠି ପତ୍ରପୋଡ଼ା ବନେଇକି ଆମର ପୁରା ରେଡ଼ି ହେଇଯାଇଛି। ଗରମା ଗରମ ଭାତ ସହିତ ଏଇଠି ସର୍ଭ କରି ନେଇଛି। ଏଇ ଶୀତ ଦିନରେ ମିଳୁଥିବା ବନ୍ଧାକୋବିରେ ଥରେ ଥରେ ଏହିପରି ବନ୍ଧାକୋବି ଚିକେନ୍ ପତ୍ରପୋଡ଼ା ବନେଇକି ଦେଖାନ୍ତୁ। ଏତେ ଟେଷ୍ଟି ଲାଗିବ ଯେ ଥରେ ଖାଇଲେ ପାଟିରୁ ଛାଡ଼ିବନି। ଆଉ ଏତେ କମ୍ ସମୟରେ ମଧ୍ୟ ବନିଯାଇଥାଏ, ଆଉ କୌଣସି ରେସିପି ଦରକାର ପଡ଼ିନଥାଏ ୟା ସାଙ୍ଗରେ ଖାଇବା ପାଇଁ। ସ୍ପେଶିଆଲ୍ ମୁଁ ମୋ କଥା କହିବି, ଯେବେ ବି ମୁଁ ଏଇ ରେସିପିଟି ଘରେ ବନେଇଥାଏ ବାସ୍ ମୁଁ ଏଇ ଗୋଟିଏ ତରକାରୀରେ ହିଁ ଭାତ ସବୁ ଶେଷ କରିଦେଇଥାଏ। ମୋତେ ବହୁତ ବଢ଼ିଆ ଲାଗିଥାଏ ଖାଇବା ପାଇଁ। ତ ସେଥିପାଇଁ ମୁଁ ଆପଣଙ୍କ ସାଙ୍ଗରେ ଏଇ ରେସିପିଟି ସେୟାର କରିଛି। ଭିଡ଼ିଓଟିକୁ ପୁରା ଫୁଲ୍ ଦେଖନ୍ତୁ, ଥରେ ଥରେ ଏହିପରି ବନେଇକି ମଧ୍ୟ ଟେଷ୍ଟ କରନ୍ତୁ। କିପରି ଲାଗିଲା କମେଣ୍ଟ ବକ୍ସରେ ମତାମତ ଜାଣିବାକୁ ଭୁଲିବେନି। ଯଦି ଆଉ କିଛି ରେସିପି ଆପଣମାନେ ଦେଖିବାକୁ ଚାହୁଁଥିବେ ପ୍ଲିଜ୍ ସେଟା କମେଣ୍ଟରେ ନିହାତି ଜଣାନ୍ତୁ, ମୁଁ ଆଣିବା ପାଇଁ ଚେଷ୍ଟା କରିବି। ଭିଡ଼ିଓଟିକୁ ପୁରା ଫୁଲ୍ ଦେଖିଥିବାରୁ ଆପଣମାନଙ୍କୁ ଢେର ସାରା ଧନ୍ୟବାଦ। ରହିଲି, ଦେଖା ହେବ ଆଉ ଗୋଟେ ନୂଆ ଭିଡ଼ିଓରେ।